108 ର ସେଇ ରହସ୍ୟ କଣ? ସେ 108 ର ରହସ୍ୟ, ଯୋଉ ରହସ୍ୟ ଆମ ମାଳା ସହିତ ଜଡ଼ିତ, ଆମେ ଜପ କରୁଥିବା ଏବଂ ଧ୍ୟାନ କରୁଥିବା ସେଇ ମାଳା ସହିତ ଜଡ଼ିତ, ଏବଂ ସୂର୍ଯ୍ୟଙ୍କର ପୃଥିବୀ ଏବଂ ଚନ୍ଦ୍ରଙ୍କର ଯୋଉ ବ୍ୟାସ ଡାୟାମିଟର ସହିତ ବି ଜଡ଼ିତ 108, ଏବଂ ଆମ ମନରେ ଥିବା ସେଇ ଭ୍ରମ ସହିତ ବି ଜଡ଼ିତ 108, ଏବଂ ଆମ ରାଶି ଚକ୍ର ସହିତ ଆମ ଗ୍ରହର ସାମଞ୍ଜସ୍ୟ ବି ରହୁଛି 108। କେମିତି ନା 12ଟି ରାଶି 9ଟି ଗ୍ରହ, ତାର ବି ରହୁଛି ଗୁଣନ କରିବା ପରେ 108। ତେଣୁ 108 କୁ ଆମ ଈଶ୍ୱରଙ୍କର ନାମକରଣ ମଧ୍ୟ କରାଯାଇଛି। 0 ରୁ ଆରମ୍ଭ 108 ରେ ଶେଷ। ତେଣୁ ମୁଁ ଦିନେ ଯାଇଛି, ଆପଣଙ୍କୁ ମୋ ଲାଇଫ ଷ୍ଟୋରି କହୁଛି। ମୁଁ ଏଟା ଗୋଟେ ସକ୍ସେସ ଷ୍ଟୋରି। ନମ୍ବରୋଲୋଜିରେ 108 କୁ ଏତେ ବହୁତ ଉଚ୍ଚରେ ରଖାଯାଇଛି। ନମ୍ବରୋଲୋଜିରେ 108 କୁ ଏତେ ଉଚ୍ଚ ସ୍ଥାନରେ ରଖାଯାଇଛି ଆଜ୍ଞା, ଯୋଉଠି ଆପଣ ବିଶ୍ୱାସ ବି କରିପାରିବେନି। 108 ଆମକୁ ଏମିତି ଫଳ ପ୍ରଦାନ କରିବ, ଆପଣ ଜୀବନକୁ ସକାରାତ୍ମକ ପରିବର୍ତ୍ତନ କରିବ ଯଦି ଆପଣ 108 କୁ କିଛି ସ୍ଥାନରେ ମୁଁ କହିବି, ଆପଣ ପ୍ରୟୋଗ କରିବେ ଏବଂ ତାପରେ ଆପଣ ରେଜଲ୍ଟ ଜାଣିବା ପରେ ମୋ ସହିତ ଆପଣ ସେୟାର କରିବେ ଆପଣଙ୍କର ସେ ଅନୁଭୂତିକୁ, ଯାହା ଆପଣ ବା ଯାହା ବି ତା ଦେହରୁ ଆପଣ ସଫଳ ହେଲେ ସେ ସଫଳତାକୁ ମୋ ସହିତ ଆପଣ ସେୟାର କରିବେ ଯେ 108 ବାସ୍ତବରେ ଆମ ଜୀବନକୁ ଗୋଟେ ମିରାକଲ ଭାବରେ ଚେଞ୍ଜେସ୍ କରିଥାଏ। ହିନ୍ଦୁ ଧର୍ମରେ, ସନାତନ ଧର୍ମରେ ନମ୍ବରୋଲୋଜି କି ବହୁତ ବହୁତ ଇମ୍ପୋର୍ଟାଣ୍ଟ ଦିଆଯାଇଛି। ଯେମିତି ଇସଲାମ ଧର୍ମରେ ସେମାନଙ୍କୁ ଗୋଟେ 786 ନମ୍ବର ଦିଆଯାଇଛି। ପ୍ରାୟତଃ ମୁଁ ଯେତେବେଳେ ଗାଡି ଘୋଡା ନେଇକି ଯାଏ, ଯୁଆଡେ ବି ଯାଏ, ବିଦେଶ ବି ଯାଏ, ଇଣ୍ଡିଆ ବାହାରକୁ ବି ଯାଏ, ବା ଓଡିଶା ବାହାରକୁ ଆମେ ଯେତେବେଳେ ଯାଆନ୍ତି, ବା ଆମ ଓଡିଶାରେ ବି ପ୍ରତ୍ୟେକ ଗାଡି ଘୋଡାରେ ଆପଣ ଦେଖୁଥିବେ ଗୋଟେ 786 ନମ୍ବର ଲେଖା ହେଇଛି, ଏବଂ ସେମାନେ ସେ 786 ନମ୍ବରକୁ ସେମାନଙ୍କର ଗୋଟେ ଲକି ନମ୍ବର ବୋଲି ସେମାନେ ଭାବନ୍ତି। ଆମ ହିନ୍ଦୁ ଧର୍ମରେ ବି ନମ୍ବରୋଲୋଜି କି ବହୁତ ଇମ୍ପୋର୍ଟାଣ୍ଟ ଦିଆଯାଇଛି, ଏବଂ ସେଇ ନମ୍ବରୋଲୋଜି କୁ ଆମେ ବି ମାନନ୍ତି, ଏବଂ ଆମେ ବି ବହୁତ ଆଷ୍ଟ୍ରୋଲୋଜର ଏବଂ ସ୍ପିରିଚୁଆଲ ବ୍ୟକ୍ତି ଯୋଉମାନେ ରହିଲେ, ସାଧୁ ସନ୍ଥ ମାନେ, ସେମାନଙ୍କୁ ବି ମଧ୍ୟ ଆମେ ପଚାରନ୍ତି କି ଆଜ୍ଞା 108 ର ବ୍ରହ୍ମାଣ୍ଡ ସହିତ କଣ ସାମଞ୍ଜସ୍ୟ ରହିଛି, ତ ନମ୍ବର ଆମକୁ କଣ ଫଳ ଦେଇଥାଏ, ତ ଲକି ନମ୍ବର କଣ ବାସ୍ତବରେ ଅଛି? ଆପଣ ଦେଖୁଥିବେ ବହୁତ ଲୋକ ସେମାନଙ୍କ ଗାଡି ନମ୍ବରକୁ ବି ଲକି ନମ୍ବର ସେମାନେ ବାଛିକି ଗାଡି କିଣନ୍ତି, ଏବଂ ମୋବାଇଲ ନମ୍ବର ଲାଷ୍ଟ ଡିଜିଟ କି ବି ସେମାନେ ବହୁତ ଫେଥ କରନ୍ତି ଯେ ନମ୍ବର ଆମକୁ ନିଶ୍ଚିତ ଗୋଟେ ଭଲ ରେଜଲ୍ଟ ଦବ। ତ ସେମାନେ ନିଶ୍ଚିତ ଯୋଉ ବିଲିଫ ମନରେ ରଖନ୍ତି ବା ଯୋଉ ବିଶ୍ୱାସ ସେମାନଙ୍କ ମନରେ ରୁହେ, ବାସ୍ତବରେ କିନ୍ତୁ ସେ ବିଲିଫ ଟା ଠିକ, ଏବଂ ସେମାନେ ବି ସକାରାତ୍ମକ ରେଜଲ୍ଟ ପାଆନ୍ତି ଯଦି ସେମାନେ ଉଚିତ ମାର୍ଗଦର୍ଶନ ପାଆନ୍ତି, ବା ଉଚିତ ଗୁରୁଙ୍କ ପାଖକୁ ସେମାନେ ଯାଆନ୍ତି, ବା ଉଚିତ ରାଶି ଅନୁସାରେ ଯଦି ସେମାନେ ସେମାନଙ୍କ ନମ୍ବରକୁ ସେମାନେ କଲେକ୍ଟ କରିପାରନ୍ତି। କିନ୍ତୁ ସବୁ ଶେଷରେ ସବୁ କଥାକୁ ମୁଁ କାଟି ଦେଇକି ଆପଣଙ୍କୁ ଗୋଟିଏ କଥା କହୁଛି, ଯଦି ଆପଣ 108 କୁ ଆପଣ କୌଣସି ବି ଏକ ଡାଏରୀରେ ମେନସନ କରି ଲେଖୁଛନ୍ତି, ବା କୌଣସି ବି ଏକ ନୂତନ ଗୃହ କରୁଛନ୍ତି, ଗୃହର ଦ୍ୱାର ମୁଖରେ ଯଦି ଆପଣ ବି 108 ଲେଖୁଛନ୍ତି, କିମ୍ବା ଆପଣ ଗାଡିରେ ଯଦି 108 ସଂଖ୍ୟାକୁ ବ୍ୟବହାର କରୁଛନ୍ତି, ବା ଆପଣଙ୍କର ଯେକୌଣସି ଏକ ଲକି ସାମଗ୍ରୀ ଯାହା ବି ଆପଣ ଭଲ ପାଉଛନ୍ତି ଯୋଉ ଜିନିଷକୁ, ସେଠି ବି ଯଦି ଆପଣ 108 କୁ ନମ୍ବରକୁ ବ୍ୟବହାର କରୁଛନ୍ତି, ଆପଣ ନିଜେ ତାର ଅନୁଭୂତିକୁ ମତେ ସେୟାର କରିବେ। ମୁଁ ଆପଣଙ୍କୁ ମୋ ଲାଇଫ ଷ୍ଟୋରି କହୁଛି ସେଇ 108 କୁ ନେଇକି। ଥରେ ଜଣେ ସନ୍ଥଙ୍କ ପାଖକୁ ମୁଁ ଯାଇଛି, ପୁରୀ ଅଲାରନାଥ, ଯୋଉ ଅଲାରନାଥ ଥାନ୍ତି ଜଗନ୍ନାଥ ଯେତେବେଳେ ଅଣସର ଘରେ ଥାନ୍ତି, ସେଠି କ୍ଷୀରି ଭୋଗ ଲାଗେ, ଏବଂ ସେଠିକି ମୁଁ ଯାଇଛି। ସେଠୁ ଗଲା ପରେ ସେ ନିୟରେଷ୍ଟ ଗୋଟେ ଆଶ୍ରମ ଥାଏ, ସେ ଆଶ୍ରମରେ ଶାନ୍ତି ଆନନ୍ଦ ଆଶ୍ରମ, ଜଣେ ସନ୍ଥ ଥାନ୍ତି। ସେ ସନ୍ଥ ବର୍ତ୍ତମାନ ମତେ ଦୀକ୍ଷା ଦେଇଥିଲେ, କିନ୍ତୁ ସେ ଚାଲି ଯାଇଛନ୍ତି। ଅର୍ଜୁନ ତାଙ୍କ ନାଁ ଥିଲା ଅର୍ଜୁନ ବାବା। ତେଣୁ ସେ ଜଣେ ସ୍ପିରିଚୁଆଲ ପର୍ସନ, ଏବଂ ତାଙ୍କୁ ମୁଁ ପଚାରିଥିଲି କି ବାବା ମୋ ପାଇଁ କୋଉ ନମ୍ବରଟି ଶୁଭଙ୍କର, ମୋ ରାଶି ଅନୁସାରେ କୋଉ ନମ୍ବରଟି ମୋର ସୁଟ୍ କରିବ, ବା କୋଉ ନମ୍ବରକୁ ମୁଁ ୟୁଜ କଲେ ମୋର ପର୍ସନାଲ ମୋବାଇଲ ନମ୍ବର ହଉ, ବା କୌଣସି ଯଦି ସୋସିଆଲ ମିଡିଆ ହଉ, ବା କୌଣସି ଯଦି ଆମେ ଭାଇରାଲ କରିବା ପାଇଁ ଚାହୁଁଛନ୍ତି, କୌଣସି ସୋସିଆଲ ମିଡିଆରେ ଆମେ ସକ୍ସେସ ହେବା ପାଇଁ ଚାହୁଁଛନ୍ତି, ବା କୌଣସି
ଗାଡି କିଣୁଛନ୍ତି ଆମେ ବା କୌଣସି ଯେକୌଣସି ବି ନମ୍ବରକୁ ଆମେ ସମସ୍ତେ କୋଉଠି ନା କୋଉଠି ଆମେ ପ୍ରତ୍ୟେକ ମଣିଷ ବିଶ୍ୱାସ କରନ୍ତି। ତ ସେଇ କ୍ଷେତ୍ରରେ କଣ ହେଇଛି, ବାବା ମତେ କହିଛନ୍ତି ଆରେ ତମେ ଯେତେବେଳେ ମାଳା ଜପ କେତେ ଥର ଜପରେ? ମୁଁ କହିଲି ଆଜ୍ଞା ଆମେ 108 ଥର ଜପୁ। କହିଲେ କଣ ପାଇଁ 108 ଥର ଜପ? ତମେ ଥରେ ଜପିକି ଛାଡି ଦେଇ ପାରିଲ? କହିଲେ ଆଜ୍ଞା ଆମର ଯାହା ରହିଛି, ଯେତେବେଳେ ବ୍ରହ୍ମାଣ୍ଡର ଆରମ୍ଭରୁ ଯେତେବେଳେ ଏଇ ନିୟମ ରହିଛି, ତ ନିୟମ ସୃଷ୍ଟି କଲା କିଏ? ବ୍ରହ୍ମାଣ୍ଡ ଯେତେବେଳେ ଆରମ୍ଭ ହେଲା ତମେ ଥିଲ, ତମ ବାପା ଥିଲେ, ତମ ପୂର୍ବପୁରୁଷ ଥିଲେ। 5000 ବର୍ଷ ପୂର୍ବରୁ ତମର କିଛି ଅସ୍ତିତ୍ୱକୁ ଖୋଜିକି ପାଇପାରିବ। 5000 ବର୍ଷ ପୂର୍ବରୁ ମୋ ଜେଜେଙ୍କ କଥା କହିପାରିବି, ଜେଜେଙ୍କ ବାପାଙ୍କ କଥା କହିପାରିବି କି, ତାଙ୍କ ବାପାଙ୍କ କଥା କହିପାରିବି କି? 6 ପିଢି ପରେ କିଛି ବି ଆଜ୍ଞା ମୁଁ ଜାଣିନି। ତାହେଲେ ମୋ ଅସ୍ତିତ୍ୱ କୋଉଠୁ? ସେ ବ୍ରହ୍ମାଣ୍ଡରୁ। ତେଣୁ 108 ହଉଛି ଗୋଟେ ବ୍ରହ୍ମାଣ୍ଡର ଶବ୍ଦ। 108 କୌଣସି ମଣିଷ ସୃଷ୍ଟି କରିନାହାନ୍ତି, ଏ ସୂକ୍ଷ୍ମ ମଣିଷ ଏ ଜିନିଷକୁ ସୃଷ୍ଟି କରିନାହାନ୍ତି। 108 ହଉଛି ବ୍ରହ୍ମାଣ୍ଡର ସେଇ ଧ୍ୱନିରୁ ଉତ୍ପନ୍ନ ହେଇଥିବା ଗୋଟେ ସଂଖ୍ୟା। ତେଣୁ ଯୋଉଠି ବି ବ୍ୟବହାର କରିବେ ଆପଣ 108 କୁ, ଯେକୌଣସି ସ୍ଥାନରେ, ନିଶ୍ଚିତ ଆପଣ ସଫଳ ହେବେ। ଏବଂ 108 ଥରକୁ ଯେକୌଣସି ମନ୍ତ୍ର ଆପଣ ଉଚ୍ଚାରଣ କରିବେ, ସେ ମନ୍ତ୍ର ଆପଣଙ୍କୁ 108 ଥର ଉଚ୍ଚାରଣ କରି ସାରିବା ପରେ ଫଳ ପ୍ରଦାନ କରିବ। ଆପଣ ଜଣେ ପାପୀ ହୁଅନ୍ତୁ ବା ପୁଣ୍ୟବାନ ଲୋକ ହୁଅନ୍ତୁ ବା ସତ୍କର୍ମରେ ଲିପ୍ତ ଥାନ୍ତୁ ବା ଅସତ୍କର୍ମରେ ଲିପ୍ତ ଥାନ୍ତୁ, ପ୍ରତ୍ୟେକ କର୍ମର ଫଳ ଅଛି। ଯେତେବେଳେ ମନ୍ତ୍ରରେ ବି ଶକ୍ତି ଅଛି, ପ୍ରତ୍ୟେକ ମନ୍ତ୍ର ଯେତେବେଳେ ଆପଣଙ୍କୁ ବି ସଫଳତା ଦବ ଏବଂ 108 ଥର ଆପଣ ଯେକୌଣସି କଥାକୁ କରିସାରିବେ, ଆପଣ ନିଶ୍ଚିତ ଏକ ସକାରାତ୍ମକ ଫଳ ପାଇବେ। ତ ଏଇ ଯୋଉ ଟିପ୍ସଟି ମୁଁ ଆପଣଙ୍କୁ କହିଲି, 108 ର ରହସ୍ୟ ଆପଣ ଜାଣିଲେ ଏବଂ 108 କୁ ଆପଣ ଆପଣଙ୍କ ଲାଇଫରେ ବ୍ୟବହାର କରନ୍ତୁ। 108 କୁ ଆପଣ ଆପଣଙ୍କର ଯଦି ବି କୌଣସି ଜାଗାରେ ଶରୀରରେ ଟାଟୁ କରୁଛନ୍ତି ବି ଟାଟୁ ବି କରିପାରିବେ। ଟାଟୁ ଅବଶ୍ୟ ଶରୀର ପାଇଁ ଭଲ ନୁହଁ, କିନ୍ତୁ ଯୋଉମାନେ ବି ଫୁଲ କରୁଛନ୍ତି ବା କୌଣସି ଖରାପ ଜିନିଷ କରୁଛନ୍ତି, ଷ୍ଟାର କରୁଛନ୍ତି, ସେଗୁଡା କରନ୍ତୁନି। ଟାଟୁ ବି ମୁଁ ଆଦୌ ବି ଆପଣଙ୍କୁ ସଜେଷ୍ଟ କରିବିନି କରିବା ପାଇଁ, କିନ୍ତୁ ଯଦି ବି ଶौक ଅଛି ଏଇ ନମ୍ବରଟି ଲେଖନ୍ତୁ, ଶୁଭ ନମ୍ବରଟି। ଯଦି ବି ଗାଡିରେ କିଛି କରୁଛନ୍ତି 108 ଟି ଲେଖନ୍ତୁ। ଭଗବାନ ଯୋଉ ସୃଷ୍ଟିର କର୍ତ୍ତା, ତାଙ୍କର ବି 108 ନାମ ଆଜ୍ଞା। ମାଳାର ବି 108, ମାଳାର ସଂଖ୍ୟା ମଧ୍ୟ ମାଳିର ସଂଖ୍ୟା 108। ସୂର୍ଯ୍ୟଙ୍କର ଏବଂ ପୃଥିବୀର ଯୋଉ ବ୍ୟାସ ଭିତରେ 108 ର ଦୂରତା ରହିଛି ଡାଇମିଟରରେ, ଚନ୍ଦ୍ରଙ୍କର ବି, ଗ୍ରହ ଏବଂ ନକ୍ଷତ୍ରର ବି 4 ଭାଗରେ ବିଭକ୍ତ କଲେ ବି 27 ନକ୍ଷତ୍ର ବି 108 ରେ ଆଜ୍ଞା ହଉଛି। ଏବଂ ରାଶି ସହିତ ଆମର ଯୋଉ ନବଗ୍ରହ ରହିଲେ ତାଙ୍କ ମିଶ୍ରଣ ବି 108 ହଉଛି। ତେଣୁ 108 ଆମକୁ ବହୁ ସୁନ୍ଦର ଫଳ ଦବ ଏବଂ ଆଷ୍ଟ୍ରୋଲୋଜି ହିସାବରେ 108 ହଉଛି ସବୁଠାରୁ ଲକି ନମ୍ବର, ମୁଁ ଯାହା ଅନୁଭବ କରୁଛି ବ୍ୟକ୍ତିଗତ ଭାବରେ। ତେଣୁ ଆପଣ ମାନେ 108 କୁ ବ୍ୟବହାର କରନ୍ତୁ, ନିଶ୍ଚିତ ଏକ ସକାରାତ୍ମକର ଆପଣ ଉତ୍ତର ପାଇବେ ଏବଂ ସକାରାତ୍ମକ ପରିବର୍ତ୍ତନ ହବ ଆପଣଙ୍କ ଲାଇଫରେ। 108 ବହୁତ ସୁନ୍ଦର ରେଜଲ୍ଟ ଆପଣଙ୍କୁ ଦବ। ଆପ୍ଲାଏ କରନ୍ତୁ, ଆପ୍ଲାଏ କରିକି ମତେ ନିଶ୍ଚିତ କମେଣ୍ଟ ମାଧ୍ୟମରେ ଜଣେଇବେ। ମୁଁ ଆପଣଙ୍କ ଉତ୍ତରକୁ ଅପେକ୍ଷାରେ ରହିଲି। ଚ୍ୟାଲେଞ୍ଜ ସହିତ ଯୋଡ଼ି ହେଇକି ରୁହନ୍ତୁ। ଆପଣଙ୍କ ପାଇଁ ଏକ ସକାରାତ୍ମକ ମେସେଜ ସବୁବେଳେ ଆପଣଙ୍କ ପାଇଁ ଆଣିବା ପାଇଁ ଚେଷ୍ଟା କରିବି ଏବଂ ଆପଣଙ୍କ ସହିତ ଯୋଡ଼ି ହେଇକି ରହିବା ପାଇଁ ଚେଷ୍ଟା କରିବି। ମୋର ଉଦ୍ଦେଶ୍ୟ କିଛି ନୂତନ କଥା ଏବଂ କିଛି ଇନ୍ସପିରେସନ କଥା ଆପଣଙ୍କ ସହିତ ସେୟାର କରିବା ଏବଂ ଆପଣଙ୍କ ସହିତ ଯୋଡ଼ି ହେଇ ରହିବା। ଜୟ ମା ବୀଣା ପାଣି, ଜୟ ମା ପାର୍ବତୀ। ଆଶା କରୁଛି ଆପଣ ମାନେ ଭଲ ରୁହନ୍ତୁ, ଖୁସିରେ ରୁହନ୍ତୁ ଏବଂ ସକାରାତ୍ମକ ଆପଣଙ୍କ ଜୀବନରେ ଘଟୁ ସବୁବେଳେ।